Good morning, all. So, in the previous class, we have discussed the unit 3 of the portrait of a lady. Okay, in this unit, we have seen that the writer was going through a difficult situation in her life. Means there was no one to accompany him, there was no one to make friendship with him. Actually, in the unit 2, she was very close to the grandmother. ସି ୱାଜ୍ ଭେରି କ୍ଲୋଜ୍ ଟୁ ଦ ରାଇଟର ସରି ତାହେଲେ ରାଇଟରଙ୍କ ସହିତ ସେ ଯେତେ କ୍ଲୋଜ୍ ଥିଲେ ଭିଲେଜ୍ ଲାଇଫ୍ରେ କିନ୍ତୁ ବର୍ତ୍ତମାନ ତାଙ୍କ ସହିତ ସେଇ କ୍ଲୋଜନେସ୍ ବା କ୍ଲୋଜ୍ ଯେଉଁ କ'ଣ ଏକମ୍ପାନୀ ଦେବାକୁ କେହି ବି ନଥିଲେ ନାଇଁ କି ସି ୱାଜ୍ ଗୋଇଂ ଥ୍ରୁ ଏ ଡିଫିକଲ୍ଟ ସିଚୁଏସନ୍ ଆକ୍ଚୁଆଲି ସୋ ଲେଟ୍ ସି ହ୍ୱାଟ୍ ଇଜ୍ ଇନ୍ ଦ ୟୁନିଟ୍ 4 so the warm up of unit 4 is you are already acquainted with the first three phases of the author's relationship with his grandmother. Yes, we have acquainted with the first three phases of relationship between the author and the grandmother. Grandmother और author के भितर जो first three phases of relationship कथा हमें पढ़ी थिले. In the first phase कौन होइतिला? The grandmother looked after the author in the village. नहीं कि बहुत केयर करथिले in the village. ତାଙ୍କ ଭିତରେ ଗୋଟେ ଷ୍ଟ୍ରଙ୍ଗ ଫ୍ରେଣ୍ଡସିପ୍ ସେଠି ଏଷ୍ଟାବ୍ଲିଶ୍ ହେଇଥିଲା ନୁହେଁ ତ ଯେଉଁ କ'ଣ ବହୁତ ସମୟ ସେମାନେ ସାଙ୍ଗରେ ବିତାଉଥିଲେ ଗ୍ରାଣ୍ଡମଦର ତାଙ୍କୁ ଯେଉଁ କ'ଣ ସକାଳୁ ଉଠାଉଥିଲେ ପ୍ରିପେୟାର କରୁଥିଲେ ସ୍କୁଲ ପାଇଁ ତ ବହୁତ ସାରା ଯତ୍ନ ତାଙ୍କର ନେଉଥିଲେ ଏଇଟା ଫାର୍ଷ୍ଟ ଫେଜ୍ ଭିଲେଜ୍ ଲାଇଫ୍ କଥା କହିଛନ୍ତି ସେ ଆଣ୍ଡ ହି ୱାଜ୍ ଫିଜିକାଲି କ୍ଲୋଜ୍ ଟୁ ହାର ଭେରି ଫିଜିକାଲି କ୍ଲୋଜ୍ ଟୁ ହାର ମିନ୍ସ ବହୁତ ସମୟ ତାଙ୍କ ସହିତ ଟାଇମ୍ ସ୍ପେଣ୍ଡ କରୁଥିଲେ ସେ ଇନ୍ ଦ ସେକେଣ୍ଡ ଫେଜ୍ he was estranged from her when he went to the city school ଯେତେବେଳେ ଟିକେ ଦୂରେଇ ଯାଇଥିଲେ ବହୁତ ନହେଲେ ବି ଅଳ୍ପ ଦୂରେଇ ଯାଇଥିଲେ ବିକଜ ଦେ ୱେଆର୍ ଇନ୍ ଦ ସେମ୍ ରୁମ୍ ଗୋଟେ ରୁମ୍ରେ ରହୁଥିଲେ ଫିର୍ ବି ତାଙ୍କ ଭିତରେ ଟିକେ ଦୂରତାଟା ଆସିଥିଲା when he went to the city school ଯେତେବେଳେ ସେ city school ଯାଇଥିଲେ because the writer could not because the grandmother could not help in the lessons of the city school lesson ଉପରେ ଯେଉଁ କ'ଣ ହେଲ୍ପ କରିପାରୁନଥିଲେ also she did not sorry she did not like the lessons of the city school जो सिटी स्कूल लेसन्स गुड़ाक से भल पाऊनଥିଲେ ସେଥିପାଇଁ ତାଙ୍କ ଭିତରେ ଟିକେ ଫିଜିକାଲ କଣ୍ଟାକ୍ଟ ଦୂର ହେଇଯାଇଥିଲା ଆଉ ଯଦି ଯେ ଗୋଟେ ରୁମ୍ରେ ରହୁଥିଲେ ଫିର୍ ବି ଫ୍ରେଣ୍ଡସିପ୍ ଟିକେ କଟି ଯାଇଥିଲା okay ନାଇଁ but in the third phase the common link of friendship between them snapped when he went to university ଯେତେବେଳେ ସେ ୟୁନିଭର୍ସିଟି ଲେଭେଲରେ ପଢ଼ିଲେ ହି ୱାଜ୍ ଗିଭେନ୍ ଏ ସିଙ୍ଗଲ୍ ରୁମ୍ ଅର୍ ସେପାରେଟ୍ ରୁମ୍ ତାଙ୍କୁ ଦିଆଯାଇଥିଲା ଯାହାଦ୍ୱାରା କି ଦ କମନ୍ ଲିଙ୍କ ବିଟୱିନ୍ ହିମ୍ ଆଣ୍ଡ ହିଜ୍ ଗ୍ରାଣ୍ଡମଦର ୱାଜ୍ ଫିନିଶ୍ଡ ଏ ଯେଉଁ କମନ୍ ଲିଙ୍କଟା ଦୁଇ ଜଣଙ୍କ ଭିତରେ ଯେଉଁ ଥିଲା ଫିଜିକାଲ୍ କଣ୍ଟାକ୍ଟ ଯେଉଁ ଥିଲା ପରସ୍ପର ସହିତ ଯେଉଁ ଫ୍ରେଣ୍ଡସିପ୍ ଥିଲା ସେଇଟା ଟିକେ କ'ଣ ହେଇଯାଇଥିଲା ଦୂରେଇ ଯାଇଥିଲା ବା ଭାଙ୍ଗି ଯାଇଥିଲା ओके आम तीन टा स्टेज भितर पढ़ी तीन टा स्टेज यूनिट 1 2 3 रे आम तीन टा स्टेज कथा पढ़ी देन फाइनाली वेंट टू एब्रॉड फॉर फर्दर स्टडीज ताले कौन है वर्तमान से एब्रॉड जाइछन्ति फॉर फर्दर स्टडीज when the last sign of physical contact between them was lost the last sign of physical contact means ସେମାନଙ୍କ ଭିତରେ ଯେଉଁ ଫ୍ରେଣ୍ଡସିପ୍ଟା ଯାହା ବି କିଛି ଥିଲା ସେଇଟା ପୁରା ଲଷ୍ଟ ହେଇଯାଇଥିଲା କାହିଁକି ନା ପରସ୍ପରରୁ ବହୁତ ଦୂରରେ ଥିଲେ so read the concluding part of the text and note how the final person falls in the grandmother's life କେମିତି ଦେଖ ଚାଲ final end କେମିତି ଆସିଛି grandmotherଙ୍କ ଲାଇଫରେ okay so the text is about when I decided to go abroad for further studies, I was sure my grandmother would be upset. Actually, I was sure that my grandmother would be upset because actually the grandmother loves him very much. बहुत भल पाउଥିଲେ ଯାହାଦ୍ୱାରା କି ସବୁବେଳେ ତାଙ୍କରି ସହିତ ରହିଥିଲେ ଗୋଟେ habituated ହେଇଯାଇଥିଲେ ସେ grandmother writerଙ୍କ ସହିତ ବାକି when he was going to abroad ଯେତେବେଳେ ବିଦେଶକୁ ଗଲେ ସେ ଭାବିଲେ ଯେ ମୋ grandmother surely upset ହେବ ବୋଧେ I would be away for 5 years 5 ବର୍ଷ ଧରିକି ମୁଁ ବାହାରେ ରହିବି ଆଣ୍ଡ ଏଟ୍ ହାର୍ ଏଜ୍ ୱାନ୍ କୁଡ୍ ନେଭର୍ ଟେଲ୍ ନିହାତି ମାନେ ତାଙ୍କ ମୋ ଜେଜେମାଙ୍କ ବୟସର ଜଣେ ଲୋକ ଏମିତି ବୁଢ଼ା ଲୋକ ଜଣେ ମୁଁ 5 ବର୍ଷ ତାଙ୍କଠାରୁ ଛାଡ଼ିକି ରହିବି ସେ ମୋତେ ବହୁତ ଭଲ ପାଆନ୍ତି ତ ନିହାତି ଜଣେ ଅପସେଟ୍ ହେବ ନିହାତି ଅପସେଟ୍ ହେବାର ତାଙ୍କ ଏଜ୍କୁ ଲକ୍ଷ୍ୟ କଲେ ଜଣାଯିବ ଯେ ସିଏ ନିହାତି ଜଣେ ଅପସେଟ୍ ହେବ ବୋଲିକା ବାଟ୍ କି କିଛି ଦୁଃଖ ପ୍ରକାଶ କରିବ ବୋଲିକା ବଟ୍ ମାଇ ଗ୍ରାଣ୍ଡମଦର କୁଡ୍
सी वाज नॉट इवन सेंटिमेंटल। मो जेजेमा जो कौन दुख प्रकाश करुले बट सी वाज नॉट इवन सेंटिमेंटल, बिल्कुल सेंटिमेंटल है नथिले, बेसी दुख देखौ नथिले, शो अप करो नथिले हमको। से जो दुखटा थिला, इमोशनटा थिला हमको शो अप करो नथिले। ओके, बेसी दुखी हो नथिले से। सी केम टू लीव मी एट द रेलवे स्टेशन बट डिड नॉट, माने सी मते छाड़िया को आसते रेलवे स्टेशन को, जितेबाला जो कौन मु विदेश को जाऊँगी सी मते रेलवे स्टेशन छाड़िया को आसते ना कि सी केम टू लीव मी एट द रेलवे स्टेशन बट डिड नॉट टॉक और शो एनी इमोशन। मो सहित जो छाड़िया को तो आसते किंतु किसी भी इमोशन मते शो अप करे नथिले। सी जे कांदीबा कि आउ किछि इमोशन करबा, इमोशन शो अप करबा जे छुआ तो विदेश जा ना, ए भलिया किछि भी करि नथिले। Her lips moved in prayer, her mind was lost in prayer। तले जेतेबेले पर जेते समय से मते छाड़िया को आसतेला, her lips moved in prayer, से गोटे इनऑडिबल प्रेयर करूथिले, तांको लिप्स टाको सबले मूव करथुले। ओके, आ कौन करथुले ना, हर माइंड वाज लॉस्ट इन प्रेयर, तांको माइंड आउ कोउथे नथले, से प्रेयर, से बोधे से प्रेयरटा मोरी पाई ही थिला, से मो पाई प्रेयर करथुले। हर फिंगर्स वर बिजी टेलिंग द बीड्स ऑफ हर रजारी। तले जो रजारी मीन्स जो कौन जपा माली तार बीड्स गुड़ाक गणिबारे, तार बीड्स गुड़ाक गणिक जो प्रेयर्स करते से पूरा बिजी रही जाते। Silently she kissed my forehead and went. Sorry, when I left, I cherished the most imprint as perhaps the last sign of physical contact between us. Okay. She did not show any emotions of her, किछि emotions देखे नथिले, but she silently kissed my forehead, मो फरहेड को किस करथिले। एंड व्हेन आई लेफ्ट, मुझे तोले चली जाइथिली, आई चेरिश द मोस्ट इम्प्रिंट एज परहाप्स द लास्ट साइन ऑफ फिजिकल कांटेक्ट बिटवीन अस। सेते बेले मु ही फील करथिली, निजे फील करथिली, चेरिश करथिली मीन्स स्मृति चारण करथिली, मीन्स मने पकेइथिली दैट द मोस्ट इम्प्रिंट द बोधे इट इज द जो कोन टीयरफुल मीन्स जो कोन लुह लुह भी जा हम गोटे छवि मु सेठी छाड़ी दे जाइथिली। बोधे मो जेजेमा जो कौन शो अप करू नथिले इमोशन को, बोधे तापर पळे आसला पर से कांदुथिले कि कौन करथुले, ए भलिया गोटे लुह बोझा मु छबिटे सेठी छाड़ी दे आसथिली, ए भलिया मते लागुथला। आउ मते फील होउथला जे बोधे एटा ही थिला हम फिजिकल कांटेक्ट रो लास्ट साइन, लास्ट शेष चिन्ह बोलिका थिला। Okay, tell the paragraph was about when the writer was going to abroad for further studies। नहीं कि जेतेबेले एब्रोड जाउथिले फर्दर स्टडीज पाए, द ग्रांडमदर वाज वेरी मच अपसेट, बहुत दुखी थिले, हेले से इमोशन टाको शो अप करू नथिले, काहे कि ना से चाहू नथिले दुख दबा पाए, नहीं से तांकर इनऑडिबल प्रेयर रे से जो इनऑडिबल प्रेयर करुथिले, तांकर रोजारी को से गणिबारे व्यस्त थिले। एंड सी फाइनली किस्ड द फॉरहेड ऑफ द राइटर। ओके नहीं, देन but that was not so। After 5 years I came back home and was met by her at the station। तले कौन है मु जे भाबुथिले हमर लास्ट साइन ऑफ फिजिकल कांटेक्ट एटा थिला, that was not so। आफ्टर 5 years 5 वर्ष परे जेतले आई केम बैक होम, जेतले हम घर को फेरी आस्तिली, was met by her at the station। स्टेशन रे मु ताको भेटिथिली। हाँ कि नहीं, बुझी ना छुआ, पूरा उड़िया रे देखो कहूची मु, काहे ना तमे गोटे आइडिया कलेक्ट करिवो जेहेतु। अच्छा, सी डिड नॉट टुक ए डे ओल्डर, एक्चुअली सी वाज लुकिंग लाइक एज बिफोर जेमती थिले सेमती देखा होतिले। सी वाज नॉट लुक ए डे ओल्डर, सी स्टिल हैड नो टाइम फॉर वर्ड्स एंड व्हाइल सी क्लाप्ड मी इन हर आर्म्स। जेतेबेले सी मोते तांको आर्म्स रे मीन्स मते जेतेबेले आलिंगन कले बा मते जेतेबेले कोलाग्रत कले, आई कुड हियर हर रिसाइटिंग हर प्रेयर्स। नहीं कि मु भी सेतेबेले भी सुनी पारथिली जे तांको प्रेयर रिसाइटिंग करबा, सी वाज रिसाइटिंग द प्रेयर देन। Okay, even on the first day of my arrival, her happiest moment were with her sparrows, whom she fed longer and with frivolous rebukes। Okay, ताले मु जेतनो फेरी थिली on my the first day of arrival, मु जेबे भी फेरी थिली, her happiest moments were with her sparrows। जेतबेले तांकर happiest moment, I saw the happiest moment of her with the sparrows। sparrows सहित जेतबेले टाइम स्पेंड करथिले, बोधे सेइटा ही तांको जीवन रो सबुठारु हैप्पीएस्ट मोमेंट थिला। whom she fed longer and with frivolous rebukes माने छुआ कहि परिबा आमे जो गाली देबा माने कोन, कि भलिया गाली देबा, जो थटार मजारे गाली दियंतिनी, जहाको बहुत भल पाउथबो, जो कोन पशु पक्षी होंती
ବା ଯାହା ହଉ ତାକୁ ଆମେ ଥଟାର ମଜାରେ ଗାଳି ଦେନି ଯା, କିନ୍ତୁ ତାକୁ ଖାଇବାକୁ ଦେଉଥିବା ହଁ କି ନାହିଁ, ସେଇଭଳିଆ ଗାଳି ଦେଉଥିଲେ। ଆଉ ତାଙ୍କୁ ସେଠି ତାଙ୍କ ସହିତ ଯେଉଁ ଟାଇମ୍ ସ୍ପେଣ୍ଡ କରୁଥିଲେ, ଇଟ୍ ୱାଜ୍ ଦ ମୋଷ୍ଟ ହ୍ୟାପିଏଷ୍ଟ ଟାଇମ୍ ଫର୍ ଦ ଗ୍ରାଣ୍ଡ ମଦର। ବୁଝିହେଉଛି। ତାହେଲେ ସେକେଣ୍ଡ ପାରାଗ୍ରାଫରେ କ'ଣ କହିଲା, ଯେତେବେଳେ ଆମେ ଯେଉଁ କହୁଥିଲେ ଯେଉଁ ଲାଷ୍ଟ ଫିଜିକାଲ୍ କଣ୍ଟାକ୍ଟ ବିଟୱିନ୍ ଦେମ୍ ବୋଲିକା, କିନ୍ତୁ ନଥିଲା ସେଇଭଳିଆ। 5 ବର୍ଷ ପରେ ଯେତେବେଳେ ଫେରିଲେ, ସି ୱାଜ୍ ୱେଲକମ୍ଡ एट द रेलवे स्टेशन टू द राइटरକୁ ୱେଲକମ୍ କରିଥିଲେ ସିଏ, ହଁ କି ନାହିଁ। ଆଉ ସେତେବେଳେ ଶୁଣିପାରିଥିଲେ ସିଏ ଯେଉଁ ଇନ୍ଅଡିବୁଲ୍ ପ୍ରେୟାର, ରାଇଟର ଶୁଣିପାରିଥିଲେ ଜେଜେମା ଆଗରୁ ଯେମିତି ଥିଲେ ବର୍ତ୍ତମାନ ବି ସେଇଭଳିଆ ଥିଲେ, ତାଙ୍କ ମୁହଁରେ ସେଇ ଇନ୍ଅଡିବୁଲ୍ ପ୍ରେୟାର ଥିଲା। ଆଉ ସିଏ ମଧ୍ୟ ଫିଲ୍ କରିଥିଲେ ଦ ହ୍ୟାପିଏଷ୍ଟ ମୋମେଣ୍ଟ ଅଫ୍ ଦ ଡେ କେଉଁଟା ନା ହ୍ୱେନ୍ ସି ଫେଡ୍ ଦ ସ୍ପାରୋ, ଯେତେବେଳେ ବହୁତ ଲମ୍ବା ସମୟ ପାଇଁ ସେ ସ୍ପାରୋମାନଙ୍କୁ ଖୁଆଉଥିଲେ, ଦ୍ୟାଟ୍ ୱାଜ୍ ଦ ହ୍ୟାପିଏଷ୍ଟ ଟାଇମ୍ ଅଫ୍ ଦ ଡେ ଫର୍ ଦ ଗ୍ରାଣ୍ଡ ମଦର। ବୁଝିହେଉଛି କି ନାହିଁ। ଦେନ୍ ଇନ୍ ଦ ଇଭିନିଂ ଏ ଚାର୍ଜ କେମ୍ ଓଭର ହାର୍, ଯେମିତିକି ଜଣାପଡ଼ୁଥିଲା ଗୋଟେ ପ୍ରକାର ପାୱାର ତାଙ୍କ ଉପରକୁ ଚାଲି ଆସିଛି। ସି ଡିଡ୍ ନଟ୍ ପ୍ରେ, ସନ୍ଧ୍ୟାବେଳେ ସେ ପ୍ରେ କରୁନଥିଲେ, ଯେମିତି ଏଜ୍ ୟୁଜୁଆଲ୍ ହ୍ୟାବିଟ୍ ତାଙ୍କର ଥିଲା ପ୍ରେୟାର କରିବା, ସେ ପ୍ରେ କରୁନଥିଲେ। ସି କଲେକ୍ଟେଡ୍ ଦ ଓମେନ୍ ଇନ୍ ଦ ନେବରହୁଡ଼୍ର ଯେଉଁ କ'ଣ ଓମେନ୍ ମାନଙ୍କୁ ସେ ଡାକି ଆଣିଥିଲେ। ଗଟ୍ ଆନ୍ ଓଲ୍ଡ ଡ୍ରମ୍ ଆଣ୍ଡ ଷ୍ଟାର୍ଟେଡ୍ ଟୁ ସିଙ୍ଗ୍, ଗୋଟେ ଓଲ୍ଡ ଡ୍ରମ୍ ପାଇଯାଇଥିଲେ କେଉଁଠୁ, ଆଣ୍ଡ ଷ୍ଟାର୍ଟେଡ୍ ଟୁ ସିଙ୍ଗ୍ ଫର୍ ସେଭେରାଲ୍ ଆୱାର୍ସ। ସି ଟ୍ରୁମ୍ପଡ୍ ଦ ସାଗିଂ skins of the dilapidated drum and sang the homecoming of the warriors. ओके, ଦେଖ ଟିକେ ପଢ଼ିବା, ଟିକେ ବୁଝିବା କ'ଣ କହୁଛି। ସି କଲେକ୍ଟେଡ୍ ଦ ଓମେନ୍ ଅଫ୍ ହର୍ ନେବରହୁଡ଼ ବା ଆଖପାଖ ଯେଉଁ ପଡ଼ୋଶୀମାନଙ୍କୁ ସେ ଡାକି ଆଣିଥିଲେ ଓମେନ୍ ମାନଙ୍କୁ, ଆଣ୍ଡ ଗୋଟ୍ ଆନ୍ ଓଲ୍ଡ ଡ୍ରମ୍ ଆଣ୍ଡ ଷ୍ଟାର୍ଟେଡ୍ ଟୁ ସିଙ୍ଗ୍, ଆଉ ଗୋଟେ ଓଲ୍ଡ ଡ୍ରମ୍ ପାଇ ଗୀତ ଗାଇବାକୁ ଲାଗିଥିଲେ। ଓକେ, ଫର୍ ସେଭେରାଲ୍ ଆୱାର୍ସ, କିଛି ସମୟ, ବହୁତ ସମୟ ଧରିକି ସି ଟ୍ରମ୍ପଡ୍, ନାଇଁ କି ସି ଥମ୍ପଡ୍ ଦ ସାଗିଂ ସ୍କିନ୍ସ ଅଫ୍ ଦ ଡିଲାପିଡେଟେଡ୍ ଡ୍ରମ୍। ଡିଲାପିଡେଟେଡ୍ ମିନ୍ସ ଛୁଆ ଭାଙ୍ଗି ଯାଇଥିବା, ଯେଉଁ ଭାଙ୍ଗି ଯାଇଥିବା ବା ଯେଉଁ କ'ଣ ଡ୍ରମ୍ଟା ଠିକ୍ ଅବସ୍ଥାରେ ନଥିବା, ଯେଟା ଖରାପ ହେଇଯାଇଥିବା, ସେ ଡ୍ରମ୍କୁ ଥମ୍ପଡ୍ ମାନେ ଯେଉଁ ହାତରେ ବଜେଇବାକୁ ଲାଗୁଥିଲେ। ଦ ସେଗିଂ ସ୍କିନ୍, ଭଲରେ ବୁଝ ମାନେ କହୁଛି ଛୁଆ। ସେଗିଂ ସ୍କିନ୍ ମାନେ କ'ଣ ନା ଭାଙ୍ଗି ଯାଇଥିଲା ଡ୍ରମ୍ଟା, ମାନେ ତ ଛୁଆ ତା ସ୍କିନ୍ଟା କେମିତି ହେଇଥିବ, ତାର ଯେଉଁ ଚମଡ଼ାଟା କେମିତି ହେଇଥିବ, ଝୁଲି ପଡ଼ିଥିବ। ସେ ଝୁଲି ପଡ଼ିଥିବା ସ୍କିନ୍ ବା ଚମଡ଼ା ସହିତ ସିଏ କ'ଣ କରୁଥିଲେ ନା ବହୁତ ସମୟ ଧରି ଗୀତ ବଜାଇବାକୁ ଲାଗିଥିଲେ, ଆଉ ତାକୁ ହିଁ ଆଘାତ କରିବାକୁ ଲାଗିଥିଲେ। ଆଣ୍ଡ ସେଙ୍ଗ ଅଫ୍ ଦ ହୋମକମିଂ ଅଫ୍ ଦ ୱାରିୟର୍ସ, ଆଉ କ'ଣ ଗୀତ ଗାଉଥିଲେ ନା ହୋମକମିଂ ଅଫ୍ ଦ ୱାରିୟର୍ସ ମିନ୍ସ, ଯେମିତି ଛୁଆ ଆମର ଆଗରୁ କ'ଣ ରାଜା ମହାରାଜା ଅମଳର କଥା ଶୁଣିଥିବ ତମେ, ଯେତେବେଳେ ରାଜାମାନେ ଯୁଦ୍ଧ କରିବାକୁ ଯାଉଥିଲେ, ଯୁଦ୍ଧ କରିବାକୁ ଯିବା ସମୟରେ ତାଙ୍କର ସ୍ତ୍ରୀମାନେ କ'ଣ କରୁଥିଲେ ନା ତାଙ୍କୁ ତିଳକ ଦେଇକି ତାଙ୍କୁ ଆହୁରି ତାଙ୍କର ମାନେ ଯେଉଁ ବ୍ରେଭନେସ୍ଟାକୁ ଆହୁରି ଇନକ୍ରିଜ୍ କରିଦେଉଥିଲେ। ଆଉ ଯେତେବେଳେ ସେମାନେ ଯୁଦ୍ଧ କରିକି ଫେରି ଆସୁଥିଲେ, ତାହେଲେ ବହୁତ ସାରା ହୋମକମିଂ ମାନେ ଯେଉଁ କ'ଣ ଗୀତ ନାଚ ହେଉଥିଲା, ହଁ ନା ନାହିଁ। ସେଇଭଳିଆ ସେ କହୁଛି ୱାରିୟର୍ସ, ଯେମିତିକା ମୁଁ ବୋଧେ ମୋହରି ପାଇଁ ମୁଁ ବୋଧେ ଥିଲି ହୋମକମିଂ ୱାରିୟର, ଘରକୁ ଆସିଥିବା ଯୋଦ୍ଧା ଯାହା ପାଇଁକି ସେମାନେ ଗୀତ ଗାଉଥିଲେ, ସେଇଭଳିଆ ଉପରେ ଗୀତ ଗାଉଥିଲେ। ଓକେ, ୱି ହ୍ୟାଡ୍ ଟୁ ପରସୁଏଡ୍ ହାର୍ ଟୁ ଷ୍ଟପ୍ ଟୁ ଏଭଏଡ୍ ଓଭର ଷ୍ଟ୍ରେନିଂ। ମୋ ଜେଜେମା ଯେଉଁ ଜେଜେ ବୁଢ଼ା ହେଇଗଲେଣି, ଫିର୍ ବି ଯେଉଁ ଓଭର ଷ୍ଟ୍ରେନିଂ, ଯେଉଁ ଅତ୍ୟଧିକ କ୍ଳାନ୍ତି ହେଉଥିଲା ତାଙ୍କଠାରେ, ଆମେ ତାକୁ ପରସୁଏଡ୍ କରିବାକୁ ଚାହୁଁଥିଲୁ, ମିନ୍ସ ଆମେ ତାକୁ ଦୂରେଇ ଦେବା ପାଇଁ ଚାହୁଁଥିଲୁ, ସେଥିରୁ ତାଙ୍କୁ ଯେଉଁ ଗୀତ ଗାଇବାରେ ତାଙ୍କୁ ନିବୃତ୍ତ କରିବାକୁ ଚାହୁଁଥିଲୁ। But that was the first time since I had known her that she did not pray. Actually, the writer since the dead seen her, ଯେତେବେଳଠୁ ତାକୁ ଦେଖି ଆସୁଛନ୍ତି, the grandmother always praying or reciting the prayers, ହଁ କି ନାହିଁ। କିନ୍ତୁ ଏଇ ସମୟରେ ସେ ଦେଖିବାକୁ ପାଇଥିଲେ ଯେ the grandmother was not praying, ପ୍ରେ କରୁନଥିଲେ, ସେ ଏଇଭଳିଆ ସମୟଟାକୁ ସେ ଦେଖିବାକୁ ପାଇଥିଲେ। ହଁ କି ନାହିଁ, ବୁଝିହେଉଛି ତ। ଦ ନେକ୍ସଟ ମର୍ଣ୍ଣିଂ ସି ୱାଜ୍ ଟେକେନ୍ ଇଲ୍, ପରବର୍ତ୍ତୀ ମର୍ଣ୍ଣିଂ କଥା କହିବା। ସି ୱାଜ୍ ଟେକେନ୍ ଇଲ୍, ଇଟ୍ ୱାଜ୍ ଏ ମାଇଲ୍ଡ ଫିଭର ଆଣ୍ଡ ଦ ଡକ୍ଟର ଟୋଲ୍ଡ ଆସ୍ ଦ୍ୟାଟ୍ ଇଟ୍ ଉଡ୍ ଗୋ, ନାଇଁକି ବହୁତ ଗୋଟେ ମାଇଲ୍ଡ ଫିଭର ହେଇଯାଇଥିଲା, ଅଳ୍ପ ଛୋଟ ରୋଗଟେ, ଛୋଟ ଜ୍ୱରଟେ, ଅଳ୍ପ ଯେଉଁ ସାଧାରଣ ଜ୍ୱର ହୁଏନି, ଜ୍ୱର ହେଇଯାଇଥିଲା ବୋଲି କହିଲେ। ଆମେ ଭାବିଲେ ବୋଧେ ଓଭର ଷ୍ଟ୍ରେନିଂ ପାଇଁ ତାକୁ ଫିଭର ହେଇଯାଇଛି, ବଟ୍ ଡକ୍ଟର କହିଥିଲେ କ'ଣ, ଇଟ୍ ଉଡ୍ ଗୋ। ବଟ୍ ମାଇ ଗ୍ରାଣ୍ଡ ମଦର ଥଟ୍ ଡିଫରେଣ୍ଟଲି, କିନ୍ତୁ ମୋ ଗ୍ରାଣ୍ଡ ମଦର ଭାବୁନଥିଲେ ଯେ ଦ ଫିଭର ୱିଲ୍ ଗୋ ବୋଲି। ସେ ଭାବୁନଥିଲେ ଯେ ଜ୍ୱରଟା ଛାଡ଼ିଯିବ ବୋଲି, ସେ ଡିଫରେଣ୍ଟ ଭାବୁଥିଲେ। କ'ଣ ଭାବୁଥିଲେ ନା ସେ ଟୋଲ୍ଡ ଆସ୍ ଦ୍ୟାଟ୍ ହାର ଏଣ୍ଡ ୱାଜ୍ ନିୟର, ସେ ଭାବୁଥିଲେ ଯେ ହାର ଏଣ୍ଡ ମିନ୍ସ ତାଙ୍କର ଯେଉଁ ଡେଥଟା ନିୟରରେ ଅଛି ବୋଲି। ସେ ଭାବୁଥିଲେ ଆଇ ଏମ୍ ଗୋଇଂ ଟୁ ଡେଡ୍ ଭେରି ସୁନ୍, ସେ ଭାବୁଥିଲେ ଏଇଭଳିଆ, ବୁଝିଲ।
She said that since only a few hours before the close of the last chapter of life she had omitted to pray. ନାଇଁ କି ସେ କହିଲେ ଯେ ମାନେ ଯେଉଁ କ'ଣ ସିନ୍ସ ଓନ୍ଲି ଦ ଫ୍ୟୁ ଆୱାର୍ସ ବିଫୋର୍ ଦ କ୍ଲୋଜ୍ ଅଫ୍ ଦ ଲାଷ୍ଟ ଚାପ୍ଟର ଅଫ୍ ଆର୍ ଲାଇଫ୍ ଜୀବନର ଶେଷ କିଛି ମୁହୂର୍ତ୍ତକୁ ସିଏ ବିତେଇବା ପୂର୍ବରୁ ଏମିତି ଲାଗିଥିଲା ଜୀବନ ସାରା ସିଏ ଗୀତ ଗାଇକି ଆସିଥିଲେ ବାକି କିଛି ସମୟ ପାଇଁ ସେ ଗୀତ ଗାଇବାଟା ଯେଉଁ କ'ଣ ପ୍ରେୟାର କରିବାଟା ଠାକୁରଙ୍କୁ ପ୍ରେୟାର କରିବାଟା ବନ୍ଦ କରିଦେଇଥିଲେ ନୁହେଁ ପ୍ରେୟାର କରିବା ବନ୍ଦ କରିଦେଇଥିଲେ ଆଉ ଗୀତ ଗାଇଥିଲେ କାହା ପାଇଁ ଡ୍ରମ୍ ବଜେଇ ଗୀତ ଗାଇଥିଲେ ଫର୍ ଦ ରାଇଟର ବୁଝିହେଉଛି କି ନାହିଁ she was not going to waste any more time taking to us ଆଉ ଅଧିକ ସମୟ ସିଏ ନେବା ପାଇଁ ଆମର ଯେଉଁ ୱେଷ୍ଟ କରିବା ପାଇଁ ଚାହୁଁନଥିଲେ ସେ ଯେଉଁ କ'ଣ ଗୀତ ପ୍ରେୟାର କରିବା ପାଇଁ ଚାହୁଁଥିଲେ ୱି ପ୍ରୋଟେଷ୍ଟେଡ୍ ବଟ୍ ସି ଇଗ୍ନୋର୍ଡ ଆୱାର ପ୍ରୋଟେଷ୍ଟ ଆମେ ତାକୁ ପ୍ରୋଟେଷ୍ଟ କରିବାକୁ ଚାହୁଁଥିଲୁ ବାକି ସେ ଆମ ପ୍ରୋଟେଷ୍ଟକୁ ଇଗ୍ନୋର କରିବାକୁ ଲାଗିଲେ ମାନେ ଆମେ ଯେଉଁ ସେ ଯେଉଁ ପ୍ରେୟାର କରିବାକୁ ଯାଉଥିଲେ ଆମେ ତାଙ୍କୁ ପ୍ରୋଟେଷ୍ଟ କରିବାକୁ ଚାହୁଁଥିଲୁ କିନ୍ତୁ ସେ ଇଗ୍ନୋର କଲେ ଆମକୁ ସି ଲେ ପିସଫୁଲି ଇନ୍ ବେଡ୍ ପ୍ରେଇଂ ଆଣ୍ଡ ଟେଲିଂ ହର୍ ବିଡ୍ସ ତାହେଲେ ପିସଫୁଲି ଶାନ୍ତ ଭାବରେ ସେ ଶୋଇଯାଇଥିଲେ ବେଡ଼୍ରେ ଟେଲିଂ ହର୍ ବିଡ୍ସ ତାଙ୍କର ଯେଉଁ ରୋଜାରୀର ବିଡ୍ସ ମିନ୍ସ ତାଙ୍କର ଯେଉଁ ଜପାମାଳିର ସବୁ ମାଳି ଗୁଡ଼ାକ ସେ ସବୁ ଗଣୁଥିଲେ ଆଉ ପ୍ରେୟାର କରୁଥିଲେ even before we could suspect her lips stopped moving and the rosary fell from her lifeless finger ତାହେଲେ ଆମେ ସସ୍ପେକ୍ଟ କରିବା ପୂର୍ବରୁ ସନ୍ଦେହ କରିବା ପୂର୍ବରୁ ମିନ୍ସ ସେ ଏଲିଭ୍ ଅଛନ୍ତି କି ଡେଡ୍ ହେଇଯାଇଛନ୍ତି ଆମେ ସସ୍ପେକ୍ଟ କରିବା ପୂର୍ବରୁ ହାର ଲିପ୍ସ ଷ୍ଟପ୍ ମାନେ ତାଙ୍କ ଓଠ ଷ୍ଟପ୍ ହେଇଯାଇଥିଲା ମୁଭିଂ ଆଣ୍ଡ ଦ ରୋଜାରୀ ଫେଲ୍ ଫ୍ରମ୍ ହାର ଲାଇଫଲେସ୍ ଫିଙ୍ଗର ଆଉ ତାଙ୍କ ଲାଇଫଲେସ୍ ଫିଙ୍ଗରରୁ କ'ଣ ହେଇଯାଇଥିଲା ନା ରୋଜାରୀ ଗୁଡ଼ାକ ଗଳି ପଡ଼ିଥିଲା ମିନ୍ସ so that was the end means that was the death of the grandmother a peaceful pallor spread on her face and we knew that she was dead ମାନେ ସେତେବେଳେ ଆମେ ଜାଣିବାକୁ ପାଇଥିଲୁ ଗୋଟେ ପିସଫୁଲ୍ ପଲାର ଗୋଟେ ଶାନ୍ତ ଗୋଟେ ଶାନ୍ତଶିଷ୍ଟ ଚେହେରା ମାନେ ତାଙ୍କ ମୁହଁ ସାରା ଗୋଟେ ଶାନ୍ତଶିଷ୍ଟ ମଳିନତା ଖେଳି ଯାଇଥିଲା ଯେମିତି ଜଣାପଡ଼ୁଥିଲା ଗୋଟେ ପେଲନେସ୍ ଖେଳି ଯାଇଥିଲା ଆଉ ଆମେ ଜାଣିବାକୁ ପାଇଲୁ ଯେ ସି ୱାଜ୍ ଡେଡ୍ ଓକେ ଆଚ୍ଛା we lifted her off for the bed and as is customary ଯେମିତି ଆମର କଷ୍ଟମାରୀ ଥିଲା ପ୍ରଥା ଯେମିତି ଥିଲା ଯେ ଆମେ ତାଙ୍କୁ ବେଡ଼ରୁ ଉଠେଇ ଆଣିଲୁ laid her on the ground and covered with her the red sword ଯେମିତି ଆମର ପ୍ରଥା ଥିଲା ଜଣେ ଲୋକ ମରିଗଲେ ଆମେ କ'ଣ କରୁ ନା ତାକୁ ଉଠେଇ ଆଣୁ ତାକୁ ଆଉ କ'ଣ କରୁ ନା ଗୋଟେ ରେଡ଼୍ କଲର୍ କପଡ଼ା ଯେମିତି ଆମର ଏଠି ହ୍ୱାଇଟ୍ କଲର୍ କପଡ଼ାରେ ଘୋଡ଼େଇ ଦିଆଯାଏ କି ନାହିଁ ତ ତାଙ୍କର ସେଠି ରେଡ଼୍ କଲର୍ କପଡ଼ାରେ ଗୋଟେ ପୁରା ଘୋଡ଼େଇ ଦେଇଥିଲେ ତାଙ୍କୁ after a few hours of mourning we left her alone to make a arrangements for the କିଛି ସମୟ ପରେ କିଛି ସମୟ ଆମେ ଦୁଃଖ ପ୍ରକାଶ କଲୁ ମର୍ଣ୍ଣିଂ ମାନେ ଛୁଆଟି ଦୁଃଖ ପ୍ରକାଶ କରିବା ବୁଝୁଛି MOURNING ତାହେଲେ ଆମେ କିଛି ସମୟ ପର୍ଯ୍ୟନ୍ତ ଶୋକ କଲୁ ଶୋକ କରିସାରିଲା ପରେ ଆମେ ପଳେଇଲୁ କାହିଁକି ତାଙ୍କୁ ସେଠି ଏକା ଛାଡ଼ି ଦେଇକି ଗଲୁ କାହିଁକି ନା ଟୁ ଆରେଞ୍ଜମେଣ୍ଟ ଦ ଫ୍ୟୁନେରାଲ ଯେଉଁ ଶବ ସତ୍କାର ପାଇଁ ଆରେଞ୍ଜମେଣ୍ଟ କରିବା ପାଇଁ ଆମେ ପଳେଇ ଯାଇଥିଲୁ ଠିକ୍ ଅଛି ଛୁଆ ବୁଝି ହେଉଛି ତ ଭଲ ଭାବରେ ଦେଖ କେତେ ସ୍ୟାଡ୍ ଷ୍ଟୋରିଟା ସିଏ କହୁଛନ୍ତି ଏଠି ତାଙ୍କର ଏକ୍ସପିରିଏନ୍ସ In the evening we went to her room with a crude stretcher to take her to be cremated ମାନେ ଆମେ କ'ଣ ହେଲୁ ନା ସନ୍ଧ୍ୟାବେଳେ ଯେତେବେଳେ ଆମେ ତାଙ୍କ ରୁମ୍କୁ ପୁଣି ଆଉ ଥରେ ଗଲୁ କେଉଁ ଗୋଟେ କ୍ରିଉଡ୍ ଷ୍ଟ୍ରେଚର୍ ଗୋଟେ ଷ୍ଟ୍ରେଚର୍ ନେଇକିନି ଗଲୁ ଯାହାଦ୍ୱାରା କି ତାଙ୍କୁ ଆମେ ଆଣିକି କ'ଣ କରିପାରିବୁ କ୍ରିମେଟେଡ଼ ତାଙ୍କର ଶବ ସତ୍କାର ହେଇପାରିବ okay the sun was setting and had light her room and veranda with a blaze of golden light ଛୁଆ ଯେତେବେଳେ sunset ହୁଏ ତ କେମିତି ହୁଏ ଗୋଟେ ଗୋଲ୍ଡେନ୍ ଲାଇଟ୍ ପଡ଼େ କି ନାହିଁ ତ sunset ହଉଥିଲେ ଆଉ ଗୋଟେ ଗୋଲ୍ଡେନ୍ ଲାଇଟ୍ ତାଙ୍କ ବେଡ଼ରୁମ୍ ଉପରେ ବା ତାଙ୍କ ରୁମ୍ ଭିତରେ ପଡ଼ୁଥିଲା we stopped halfway in the courtyard ଆମେ ଯେଉଁ ଆମ courtyardର ଟିକେ ଅଳ୍ପ ବାଟରେ ରହିଲୁ all over the veranda and in her room right up where she lay dead and still wrapped in the red sword thousands of sparrows sat scattered on the floor ତାହେଲେ ଆମେ ଯେଉଁଠୁ ଜେଜେମାଙ୍କୁ ଶୁଆଯାଇଥିଲା ତ ଆମେ ଯେଉଁଠୁ ବି ନେଇକିନି ଶୁଏଇଲୁ ପୁଣି କଟିଆଡ଼ରେ ସେତେବେଳେ ପର୍ଯ୍ୟନ୍ତ ପୁରା ବାରଣ୍ଡା ସାରା କ'ଣ ହେଇଥିଲେ ଜେଜେମାଙ୍କୁ ଘେରିକି ଥାଉଜେଣ୍ଡସ୍ ଅଫ୍ ସ୍ପାରୋଜ୍ ଆମେ ଜାଣିଥିଲେ ୟୁନିଟ୍ 3ରେ ଜେଜେମା ଟାଇମ୍ ସ୍ପେଣ୍ଡ କରୁଥିଲେ ହ୍ୟାପିଏଷ୍ଟ ଟାଇମ୍ ସ୍ପେଣ୍ଡ କରୁଥିଲେ କାହା ସହିତ ସ୍ପାରୋଜ୍ମାନଙ୍କ ସହିତ ତ ଯେତେବେଳେ ସିଏ ମରିଲେ ଥାଉଜେଣ୍ଡସ୍ ଅଫ୍ ସ୍ପାରୋଜ୍ ୱେଆର୍ ଦେୟାର ପୁରା ଫ୍ଲୋର୍ ଉପରେ ବସିଥିଲେ ତାଙ୍କୁ ଘେରିକି ହଁ କି ନାହିଁ ଦେୟାର ୱାଜ୍ ନୋ କ୍ରିପିଙ୍ଗସ୍ କିଛି କ୍ରିପିଙ୍ଗ ହେଉନଥିଲା ଯେମିତି ଜେଜେମା ପାଖରେ ସେମାନେ ବସିକି ସବୁବେଳେ ଯେଉଁ କ'ଣ ନଏଜ୍ କରନ୍ତି ଯେଉଁ ରାବ କରନ୍ତି ସେଭଳିଆ କିଛି କ୍ରିପିଙ୍ଗସ୍ ନଥିଲା ୱି ଫେଲ୍ଟ ସରି ଫର୍ ଦ ବାର୍ଡ଼ସ୍ ଆଣ୍ଡ ମାଇ ମଦର ଫେଚ୍ଡ ସମ୍ ବ୍ରେଡ୍ ଫର୍ ଦେମ୍ ତାହେଲେ ମୋ ମାଆ କ'ଣ କରିଥିଲେ ନା କିଛି ବ୍ରେଡ଼୍ ପିସେସ୍ ତାଙ୍କ ଆଡ଼କୁ ଫୋପାଡ଼ି
ଦେଇଥିଲେ। ସି ବ୍ରୋକ୍ ଇଟ୍ ଇଣ୍ଟୁ ଦ ଲିଟିଲ୍ କ୍ରମ୍ସ, ମାନେ ମୋ ଜେଜେମା ଯେମିତିକା ଲିଟିଲ୍ କ୍ରମ୍ସରେ ଯେଉଁ ବ୍ରେଡ଼୍ ପିସେସ୍ ଗୁଡ଼ାକ ଯେଉଁ ଛୋଟ ଛୋଟ ପିସେସ୍ରେ ମୋ ଜେଜେମା ଯେମିତି କରୁଥିଲେ, ମୋ ମା ମଧ୍ୟ ସେଇଭଳିଆ କରିକି ତାଙ୍କ ଆଡ଼କୁ ଫୋପାଡ଼ିଥିଲେ। ଆଚ୍ଛା, ଦ ୱେ ମାଇ ଗ୍ରାଣ୍ଡ ମଦର ୟୁଜ୍ ଟୁ, ଯେମିତି ମୋ ଗ୍ରାଣ୍ଡ ମଦର ଦିଅନ୍ତି ସେଇଭଳିଆ ମୋ ମା ମଧ୍ୟ ଛୋଟ ଛୋଟ ପିସ୍ କରିକି ସେମାନଙ୍କ ଆଗକୁ ଦେଇଥିଲେ। ଦ ସ୍ପାରୋଜ୍ ଟୁକ୍ नो ନୋଟିସ୍ ଅଫ୍ ଦ ବ୍ରେଡ଼୍, ଏଇ ବ୍ରେଡ଼୍ ପିସେସ୍କୁ ସେମାନେ ବିଲକୁଲ ନୋଟିସ୍ କରିନଥିଲେ। ହ୍ୱେନ୍ ୱି କ୍ୟାରେଡ୍ ମାଇ ଗ୍ରାଣ୍ଡ ମଦର୍ସ କପ୍ ସପ୍, ଯେତେବେଳେ ଆମେ ମୋ ଜେଜେମାଙ୍କ ଡେଡ଼୍ ବଡ଼ିକୁ ନେଇକି ଆମେ ଗଲୁ, ଦେ ଫ୍ଲିଉ ଆୱେ କ୍ୱାଇଟଲି, ସେମାନେ ମାନେ ଯେଉଁ କ'ଣ ଉଡ଼ି ଯାଇଥିଲେ ଆରାମରେ। ନେକ୍ସଟ ମର୍ଣ୍ଣିଂ ଦ ସ୍ୱିପର୍ ସ୍ୱିପ୍ ଦ ବ୍ରେଡ୍ କ୍ରମ୍ସ ଇଣ୍ଟୁ ଦ ଡଷ୍ଟବିନ୍, ତା ପରଦିନ କ'ଣ ହେଲା ନା ସୁଇପର ଜଣକ ଡଷ୍ଟବିନ୍କୁ ସେ ବ୍ରେଡ୍ କ୍ରମ୍ସ ଗୁଡ଼ାକ ପକାଇ ଦେଇଥିଲେ। ମିନ୍ସ ଦ ସ୍ପାରୋଜ୍ ୱେର୍ ନଟ୍ ଦ ସ୍ପାରୋଜ୍ ହ୍ୟାଡ୍ ନଟ୍ ଇଟେନ୍ ଦ ବ୍ରେଡ୍ କ୍ରମ୍ସ, ସେଇ ବ୍ରେଡ୍ କ୍ରମ୍ସ ଗୁଡ଼ାକ ସ୍ପାରୋଜ୍ ମାନେ କେହି ବି ଖାଇନଥିଲେ କି ଛୁଇଁ ନଥିଲେ, ତା ଆଡ଼କୁ ନୋଟିସ୍ କରିନଥିଲେ, ତାକୁ ଦେଖି ବି ନଥିଲେ। କାହିଁକି ନା ବିକଜ୍ ଆକ୍ଚୁଆଲି ସେ ଗ୍ରାଣ୍ଡ ମଦରଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବାକୁ ବହୁତ ଭଲ ପାଉଥିଲେ। ଆକ୍ଚୁଆଲି ଆମେ ଯେଉଁ କହିବା ଆମେ ପଶୁ ପକ୍ଷୀ, ଆମେ ସମସ୍ତଙ୍କୁ ଯାହାକୁ ସ୍ନେହ ଦେବା ସେମାନେ ଆମକୁ ସ୍ନେହ ଦେବେ, ନୁହେଁ? ତ ଜେଜେମା ଯେହେତୁ ସ୍ପାରୋମାନଙ୍କୁ ଏତେ ଭଲ ପାଉଥିଲେ, ତ ସେମାନେ ଖାଇବାକୁ ତ ହଁ ଆସୁଥିଲେ, ବେଶୀ ଟାଇମ୍ ସ୍ପେଣ୍ଡ କରିବାକୁ ଆସୁଥିଲେ ଜେଜେମାଙ୍କ ସହିତ। ତ ଯଦି ପଶୁପକ୍ଷୀମାନେ ଆମ ଦୁଃଖ ଏଇଭଳିଆ ବୁଝିପାରୁଛନ୍ତି, ତାହେଲେ ମଣିଷମାନେ ଆମେ ଯଦି ମଣିଷମାନଙ୍କୁ ସେଇଭଳିଆ ସପୋର୍ଟ ନ କରିବା କେମିତି ହେବ? ତ এইଭଳିଆ ଏଇ ଯେଉଁ ଷ୍ଟୋରି ମାଧ୍ୟମରେ ସିଏ କହିବାକୁ ଚାହୁଁଛନ୍ତି, ଦେଖ ଟ୍ରାଜିକ୍ ଏଣ୍ଡ ଗୋଟେ, ଜେଜେମା ଲାଷ୍ଟ ସମୟରେ ଗୋଟେ ଖୁସି ହେଇପାରିଲେନି। କାହିଁକି ନା ତାଙ୍କର ଯେଉଁ ଗ୍ରାଣ୍ଡ ସନ୍ ସହିତ ଯେତେ ଆଟାଚମେଣ୍ଟ ତାଙ୍କର ଭିଲେଜ୍ ଲାଇଫ୍ରେ ଥିଲା, ସେତିକି ସେ ଆଟାଚମେଣ୍ଟ ଯେଉଁ କ'ଣ ସିଟି ଲାଇଫ୍ରେ ସେତିକି ଆଟାଚମେଣ୍ଟ ସେ ପାଇଲେ ନାହିଁ। ନଟ୍ ଓନ୍ଲି ଟୁ ଦ ଗ୍ରାଣ୍ଡ ସନ୍ଙ୍କ ପ୍ରତି ନୁହେଁ, ଆଉ କାହାରିଠାରୁ ସେତିକି ଆଟାଚମେଣ୍ଟ ପାଇଲେ ନାହିଁ। ଆକ୍ଚୁଆଲି ସେ ଫିଲ୍ ଲୋନ୍ଲି, ବହୁତ ସ୍ୟାଡ଼ ଫିଲ୍ କରୁଥିଲେ, ଲୋନ୍ଲି ଫିଲ୍ କରୁଥିଲେ, ଯାହାଦ୍ୱାରା କି ସେ ପଶୁପକ୍ଷୀମାନଙ୍କୁ ନିଜର ଯେଉଁ କ'ଣ ସପୋର୍ଟର ବା ଫ୍ରେଣ୍ଡ ହିସାବରେ ନେଇଯାଇଥିଲେ, ଆଉ ପଶୁପକ୍ଷୀମାନେ ବି ତାଙ୍କୁ ସେତିକି ଭଲ ପାଉଥିଲେ, ନୁହେଁ? ତ ସେଇଭଳିଆ ଆମେ କହିବା, ଆମେ ଯେଉଁ ଭାବୁଛନ୍ତି ଯେ ଗ୍ରାଣ୍ଡ ମଦର ମାନେ ବା ଗ୍ରାଣ୍ଡ ପ୍ୟାରେଣ୍ଟସ୍ ମାନେ ବଡ଼ ହେଇଗଲା ପରେ ଯେତେବେଳେ ଆମେ ବଢ଼ି ଯାଉ, ସେଗୁଡ଼ା ସେମାନେ ଆମ ପାଇଁ ବହୁତ ବର୍ଡ଼େନ୍ ହେଇଯାଉଛନ୍ତି, ଆମ ଗୋଟେ ଅନନେସେସରି ଥିଙ୍ଗସ୍ ହେଇଯାଉଛନ୍ତି ଆମ ପାଇଁ, ସେଇଭଳିଆ ଭାବିବା ଉଚିତ ନୁହେଁ। ସେମାନେ ଯେତେ ଭଲ ପାଇବା ଆମକୁ ଦେଇଛନ୍ତି, ଆମେ ତାଠୁ ଅଧିକ ଭଲ ପାଇବା ତାଙ୍କୁ ଦେବାକୁ ଚେଷ୍ଟା କରିବା। ଠିକ୍ ଅଛି? So here is the unit 1, unit 2 and unit 3 of the portrait of a lady. unit 4 পর্যন্ত ବୋଧେ आई होप कि तुम समस्ते बुझी जाइथिबो एसबू जिनस पूरा ओडिया कहली। फिर भी जदि को वर्ड्स बा को मीनिंग जानिबार थिबो, किछि भी असुविधा थिबो, देन मते पचारिबो। ठीक अछि? ओके, इन दिस आई स्टॉप। थैंक यू, have a good day. Love your parents, love your grandparents. Thank you.